ଯେତେବେଳେ ମୋ ଭାଷଣ ଆସୁଛି ସେତେବେଳେ ଟିଭି ବନ୍ଦ କରିଦଉଛନ୍ତି ଏବଂ ଲୋକଙ୍କୁ ପଳେଇବା ପାଇଁ କହିଦଉଛନ୍ତି। ମୁଁ ଜାଣିଛି ଭଲ ଭାବରେ। ଆଉ ତାର ପରିଣାମ ବି କଣ ହବ ସେ କଥା ବି ଆପଣମାନେ ଜାଣିଥିବେ। ଜିଲ୍ଲାପାଳମାନଙ୍କୁ କହିଥିଲି ସକାଳର ପଖାଳ ଆଉ ନାହିଁ। କେବଳ ବିଧାୟକ ବିଧାୟିକା ମାନଙ୍କ ସହିତ ଉତ୍ତମ ସମ୍ପର୍କ ଆପଣମାନଙ୍କର ନାହିଁ ସେ କଥା ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ସହିତ ବି ଆପଣମାନଙ୍କର ଭଲ ସମ୍ପର୍କ ଆପଣମାନେ ରଖି ନାହାନ୍ତି। ଆଉ କିଏ ରଖି ନାହାନ୍ତି ମୁଁ ସେ କଥା ବି ଜାଣିଛି। ଯେତେବେଳେ ଭର୍ଚୁଆଲ ମାଧ୍ୟମରେ ମିଟିଂ ହଉଛି ଏବଂ ସେଥିରେ ଲୋକଙ୍କୁ ବସେଇକିରି ଆପଣମାନେ ଶୁଣଉଛନ୍ତି, ଯେତେବେଳେ ମୋ ଭାଷଣ ଆସୁଛି ସେତେବେଳେ ଟିଭି ବନ୍ଦ କରିଦଉଛନ୍ତି ଏବଂ ଲୋକଙ୍କୁ ପଳେଇବା ପାଇଁ କହିଦଉଛନ୍ତି। ମୁଁ ଜାଣିଛି ଭଲ ଭାବରେ। ଆଉ ତାର ପରିଣାମ ବି କଣ ହବ ସେ କଥା ବି ଆପଣମାନେ ଜାଣିଥିବେ। ଏଣୁକରି ମୋ କହିବା କଥା ଯେ ବାସ୍ତବତା ଆଡକୁ ଆମେ ଯିବା। ଯେ ଆମେ ଜିଲ୍ଲାପାଳମାନଙ୍କୁ କହିଥିଲି ସକାଳର ପଖାଳ ଆଉ ନାହିଁ। ସେ ସମୟର ଆଉ ଯୋଉ ଭଳିଆ ଭାବରେ ଆପଣମାନେ ସମ୍ପର୍କ ରଖିଥିଲେ ସେ ସମ୍ପର୍କ ଆଉ ଏ ସରକାରରେ ସେମିତି ରହିବା ଦରକାର ନାହିଁ। ଆପଣମାନଙ୍କୁ ଯଥେଷ୍ଟ ସ୍ୱାଧୀନତା ଦିଆଯାଇଛି ଏ ସରକାରରେ। କୌଣସି ଚାପର ବଶବର୍ତ୍ତୀ କରି କାମ କରିବେ ନାହିଁ। ନିରପେକ୍ଷ କାମ କରିବେ, ଭଲ କାମ କରିବେ, ଲୋକଙ୍କୁ ସେବା ଦେବେ।